ମୁଁ ଯେଉଁଠିକି ଯାଉଛି ସେ ମୋ ନିୟନ୍ତ୍ରଣରେ ନୁହେଁ। ଯେଉଁଠିକି ପ୍ରଭୁ ମୋତେ ଯାହା ଯେଉଁଠିକି ମୋତେ ପ୍ରଭୁ ପଠାଉଛନ୍ତି ମୁଁ ସେଇ କାମ ପ୍ରଭୁ କି କୃପା ଅର୍ଥାତ୍ ପ୍ରଭୁ ଯାହା ଯାହା କୃପା କଲେ ସେଇ ଅନୁସାରେ ମୁଁ କାମ କରିଛି। ତେଣୁ ହନୁମାନଜୀ କହୁଛନ୍ତି ଶାଖା ମୃଗକେ ବଡ଼ି ମନୁ ସାଇ ଶାଖା ତେ ଶାଖା પર ଯାଇ। ଗୋଟେ କାର୍ପେଣ୍ଟରର ରହୁଛି ସ୍ପେଶାଲିଟି କ'ଣ? କାଠ କାଟିବା। ଗୋଟେ କମାରର ଲୁହା କାମ କରିବା। ଗୋଟେ ବ୍ରାହ୍ମଣର ପୂଜା କରିବା। ଗୋଟେ କ୍ଷତ୍ରିୟର ଯୁଦ୍ଧ କରିବା। ଗୋଟେ କୃଷକର ଚାଷ କରିବା। ସେମିତି ମାଙ୍କଡ଼ର ବିଶେଷତ୍ୱ କ'ଣ? ଗୋଟେ ମାଙ୍କଡ଼ କ'ଣ କରିପାରିବ ଅଧିକା? ଶାଖା ମୃଗକେ ବଡ଼ି ମନୁସାଇ। ମନୁସାଇ ମାନେ ବିଶେଷତ୍ୱ ପ୍ରାଧାନ୍ୟତା କ'ଣ? କହିଲେ ଶାଖାତେ ଶାଖା ପରେ ଯାଇ। ଅର୍ଥାତ୍ ଆମେ ଚାହିଁଲେ ଏ ଡାଳରୁ ସେ ଡାଳକୁ ଡେଇଁ ପାରିବା ନାହିଁ, ମାଙ୍କଡ଼ ଡେଇଁ ପଡ଼ିବ। ଏଇଟା ହେଉଛି ମାଙ୍କଡ଼ ଗୋଟେ ସ୍ପେଶାଲିଷ୍ଟ। କୁକୁର ଗଛକୁ ଚଢ଼ିକିରି କେତେ ବାଟେ ଯାଇପାରେ, କିନ୍ତୁ ମାଙ୍କଡ଼ ଏ ଡାଳରୁ ସେ ଡାଳ ଚାଲି ଯାଇପାରିବ। କହିଲେ ପ୍ରଭୁ ଏ ଡାଳରୁ ସେ ଡାଳକୁ ଡେଉଁଥିବା ମାଙ୍କଡ଼ର ପ୍ରତିଭା ବିଶେଷତ୍ୱ ହେଉଛି କେବଳ ଡେଇଁବା। ତେଣୁକରି ମୁଁ କେବଳ ଡେଇଁଛି। ଯଦି ଅଭିମାନ ହନୁମାନଜୀଙ୍କର ନାହିଁ, ଏଇ ଚଉପାଇରୁ ଆମେ କେମିତି ଜାଣିବା ଯେ ହନୁମାନଜୀ ଯିଏ ଯେଉଁ କାମ କରିଥିବ ତାକୁ ପଚାରିଲେ ସେ କାମ କହିବ ନା ନାହିଁ? ମନେକରେ ଯେ ଆପଣ ପୁରୀ ଦର୍ଶନ କରିବାକୁ ଗଲେ, ବହୁତ ଭିଡ଼ ହୋଇଛି, ଲାଇନ୍ରେ ରହିଲେ, ଲାଇନ୍ରେ ଘଣ୍ଟେ ଦେଢ଼ ଘଣ୍ଟା ରହିଲେ, ତାପରେ ଗଲାବେଳକୁ ପୁଣି ଲାଇନ୍ରେ ଆପଣ ଯାଉଛନ୍ତି, ଠାକୁରଙ୍କ ଦର୍ଶନ କରିବା ପାଇଁ ସମୟ ଲାଗୁଛି। ମୋତେ ଏତେ ସମୟ ଲାଗିଲା, ମୁଁ ଦର୍ଶନ କରିକି ଆସିଲି ବୋଲି କହିବି। ଅର୍ଥାତ୍ ଆମେ ଲାଇନ୍ରେ ଗଲେ, ସିଂହ ଦରଜା ବାଟେ ଗଲେ, ଜଗନ୍ନାଥଙ୍କୁ ଦର୍ଶନ କଲେ କହିବା, ବିଧି ଅନୁସାରେ କହିବା। କିନ୍ତୁ ହନୁମାନଜୀ ଯେଉଁ ବିଧି କହୁଛନ୍ତି, ଯେଉଁ ବ୍ୟବସ୍ଥା କଥା କହୁଛନ୍ତି, ସେଥିରେ ଆକୁ ପଢ଼ିକିରି ଜଣେ କେବେ ଭାବିବ ନାହିଁ ଯେ ଏଇ କାମ ଗୁଡ଼ିକ ହନୁମାନଜୀ କରିଛନ୍ତି। କହିଲେ ନାଘି ସିନ୍ଧୁ ହାଟକପୁର ଯାହାରା। କହିଲେ ସମୁଦ୍ରକୁ ଡେଇଁ ପଡ଼ିଲି, ଲଙ୍କାରେ ନିଆଁ ଲାଗିଗଲା, ଯାରା ମାନେ ଜଳିଲା। ନାଘି ସିନ୍ଧୁ ଅର୍ଥାତ୍ ମୁଁ ଲଙ୍ଘନ କଲି। ମାଙ୍କଡ଼ର କାମ ହେଲା ଲଙ୍ଘିବା, ଜମ୍ପ କରିବା, ଡେଇଁବା। ବନୁସାଇ ଶାଖା କେ ଶାଖା ପର ଯାଇ। ମାଙ୍କଡ଼ ତ କେବଳ ଡେଇଁ ପାରିବ, ମୁଁ କେବଳ ଲମ୍ପ ପ୍ରଦାନ କରିଛି। ମୁଁ ଲମ୍ପ ପ୍ରଦାନ କଲାବେଳକୁ ଲଙ୍କା ଜଳୁଛି। ଏହା କ'ଣ ସତ୍ୟ? ଏହା ସତ୍ୟ କି? ହନୁମାନଜୀ ଲମ୍ପ ପ୍ରଦାନ କରି ଲଙ୍କାରେ ପ୍ରବେଶ କଲାବେଳକୁ ଲଙ୍କା ଜଳୁଥିଲା କି ନା? ନାଘି ସିନ୍ଧୁ ହାଟକପୁର ଯାହାରା। କହିଲେ ତାପରେ ନିଶ୍ଚର ଗଣବଧି, ତାପରେ ରାକ୍ଷସ ମାନେ ମଲେ, ବଦ୍ଧ ହେଲେ। ମୁଁ ମାରିଛି ବୋଲି ବି କହୁନାହାନ୍ତି। କହିଲେ ତାପରେ ବିପିନ ଉଜାରା, ଅଶୋକ ବାଟିକାଟା ଉଜାଡ଼ି ହେଇଗଲା, ଆଉ ମୁଁ ବସି ଫଳ ଖାଇଲି। ଅର୍ଥାତ୍ ଯେଉଁ କ୍ରମ, ଯେଉଁ ସିଷ୍ଟମ୍, ଯେଉଁ ବ୍ୟବସ୍ଥାରେ ଲଙ୍କାରେ ନିଆଁ ଲାଗିଛି, ସେ ବ୍ୟବସ୍ଥାଟାକୁ ହନୁମାନଜୀ ପ୍ରକାଶ କଲେ ନାହିଁ। କିନ୍ତୁ ଆମେ ଯେକୌଣସି କାମ କଲାବେଳେ ମୁଁ 10 ଥର ମୁଁ ଲଗେଇଥିବି, ମୁଁ ବସ୍ରେ ଗଲି, ମୁଁ ବସ୍ରୁ ଓହ୍ଲେଇଲି, ମୁଁ ଏ କାମ କଲି, ମୁଁ 50 ଟଙ୍କା ଚାନ୍ଦା ଦେଲି ନାହିଁ। ତେଣୁକରି ଅଭିମାନ ସେତେବେଳେ ଯିବ ଯେତେବେଳେ ମୁଁ ଭୁଲିଯିବି ମୁଁ କ'ଣ କରିଛି ବୋଲିକିରି। ସବୁବେଳେ କିନ୍ତୁ ମନେ ରଖିବା ଦରକାର, କଲି କ'ଣ ହେଲା, କ'ଣ କରୁଛି, କ'ଣ ହେବ ନାହିଁ। ମୁଁ କ'ଣ କଲି, ମୋତେ ତା'ର ଫଳ କ'ଣ ମିଳିଛି ମୁଁ ଲୁଚେଇ ପାରେ। କାଲି ରାତିରେ ବିରି ପିଠା ଘରେ ହେଇଥିଲା, ମୁଁ ଭୋଜନ କରିଛି, ମୋର ଅବସ୍ଥା ଆଜି କ'ଣ ହେଉଛି ସେ କଥା ମୁଁ ଲୁଚେଇ ପାରେ, କିନ୍ତୁ ସତ୍ୟ ମୁଁ ଜାଣିଛି। କିନ୍ତୁ ମୁଁ କହିବି ନା ପେଟଟା ଟିକେ ଗୋଳମାଳ ହେଇଗଲା। ତେଣୁକରି ଯିଏ ଯେଉଁ କର୍ମ କରିଥିବ ତାର ସେଇଟା ମନେ ଥିବ, କିନ୍ତୁ ଯିଏ ଭକ୍ତ, ଯିଏ ସମର୍ପିତ, ସିଏ ଯେତେବେଳେ ତାର କ୍ରିୟାକୁ ସମ୍ପୂର୍ଣ୍ଣ ଭୁଲିଯିବ, ତାର କର୍ମକୁ ଭୁଲିଯିବ, ତାହେଲେ ପ୍ରଭୁଙ୍କର କୃପାଟା ସିଏ ପାଇବ। କେଉଁ କୃପା ସେଟା? ସେ ହେଉଛି ନା ତ ଭଗତି ଅତି ସୁଖଦାୟନୀ
ଦେହୁ କୃପା କରି ଅନପାୟନି। ଅନପାୟନି ଶବ୍ଦର ଅର୍ଥ ହେଉଛି ନିଶ୍ଚିତ, ନିଶ୍ଚଳତା, କନଷ୍ଟାଣ୍ଟ। ଆମେ ସାମୟିକ ଭାବରେ କୃପା ଆଶା କରନ୍ତି। ଦିନେ ରଘୁନାଥ ରାମଚନ୍ଦ୍ର ମା ଜାନକୀ ଦୁଇ ଜଣ ଯାକ ଦେଖିଲେ ହନୁମାନଙ୍କ ମୁହଁଟା ଶୁଖି ଯାଇଛି, ଦୁବଲା ପତଳା ଲାଗୁଛନ୍ତି। ପଚାରିଲେ, ହନୁମାନ ତୁମେ ଏମିତି ଦୁର୍ବଳ କ'ଣ ଲାଗୁଛ? ଏମିତି ଆଉ ଠିକ୍ ଆମର ଯେଉଁ ମୋହନୀ ଭୋଗ ହେଉଛି, ଲଡ଼ୁ ହେଉଛି, ପେଡ଼ା ହେଉଛି, କ୍ଷୀରି ହେଉଛି, ପୁରୀ ହେଉଛି, ସବୁ ଖାଉଛ ତ? ନା ହଁ ପ୍ରଭୁ ସବୁ ଖାଉଛି। ସବୁ ଖାଉଛ ତ ତୁମେ ଝଡ଼ିଗଲଣି କ'ଣ? ତୁମ ମୁହଁରେ ଆଉ ସେ ସରସତା ନାହିଁ? କହିଲେ ପ୍ରଭୁ ମୁଁ ଠିକ୍ ଅଛି। କହିଲେ ନା ନା ନା, ମୁଁ ଦେଖିଲେ ସବୁଦିନ ଯିଏ ଯାହାକୁ ସବୁଦିନ ଦେଖୁଛି ତାକୁ ଦେଖିଲେ ସେ ଜାଣିପାରିବ ତା ମନଟା ଠିକ୍ ଅଛି ନା ଠିକ୍ ଜାଣିପାରିବେ ନା ଜାଣିପାରିବେନି। ଆଉ ସବୁଦିନ ମନଟା ପ୍ରସନ୍ନ ରହିବାଟା ହେଉଛି ପ୍ରଭୁ କୃପା। ସବୁଦିନ ମନ ବେଳେବେଳେ ଅପ୍ରସନ୍ନତା ହେଇଯିବା ମୋର ଭାବରେ ଅଭାବ। ହନୁମାନ କି ପଚାରିଲେ ପ୍ରଭୁ, କହିଲେ କ'ଣ ତୁମର ହେଇଛି? ନା ପ୍ରଭୁ ସବୁ ଠିକ୍ ଅଛି ଯେ ଦିନମାନ ଯେତେ ସେବା ହେଲା ମୁଁ ଆପଣଙ୍କ ସେବା ସବୁ କଲି, ରାତିରେ ମୋତେ ସେ ଭିତରକୁ ଯିବାକୁ ସୁଯୋଗ ମିଳୁନି। ଆଉ ରାତି ସାରା ମୁଁ ଅନିଦ୍ରା, ମୋତେ ଆଉ ନିଦ ହେଉନି। ରାତିରେ ଜଣେ ନ ଶୋଇଲେ ଆଉ ତା ମନରେ ପ୍ରସନ୍ନତା କେଉଁଠୁ ଆସିବ? ଆପଣ 2 ଦିନ 3 ଦିନ 4 ଦିନ ରାତି ଅନିଦ୍ରା ହେଲେ ଅପେରା ଦେଖିକି ଆସିକିରି ସକାଳୁ ବରା ଘୁଗୁନି ଖାଇସାରିଲା ପରେ ନିଦ ମାଡ଼ିବ ନା ମୁହଁରେ ହସ ଆସିବ? କହିଲେ ଯେତେ ଦିନ ହେଲାଣି ପ୍ରଭୁ ମୁଁ ରାତିରେ ଆଉ ଶୋଇ ନାହିଁ। କହିଲେ କାହିଁକି? ନା ମୋତେ ତ ସେଠିକି ଆଲାଉ ନାହିଁ। ଆଉ କହିଲେ କେଉଁଠିକି? ନା 24 ଘଣ୍ଟାରୁ 12 ଘଣ୍ଟା ପ୍ରଭୁ ଆପଣଙ୍କ ସେବା କରିବାକୁ ସୁଯୋଗ ପାଉଛି, ଆଉ 12 ଘଣ୍ଟା ମୋତେ ଆଲାଉ ନାହିଁ। କହିଲେ କ'ଣ କରିବା ତାହେଲେ? ନା ପ୍ରଭୁ ସେଇ ଗୋଟେ କଥା ହଉ। କହିଲେ ସେଇ କଥାଟା ତ ମୁଁ କରିପାରିବିନି, ସେଇଟା ମା କରିବେ। କାରଣ ମୋ ଅନ୍ତପୁରରେ ମୁଁ ମାତା ସୀତାଙ୍କ ସାଙ୍ଗରେ ରହୁଛି, ସେଠିକି ତୁମେ ଯିବ ଏ ପରମିଶନଟା ତ ମୁଁ ଦେଇପାରିବିନି। এই সময় মা আসিকি পৌঁছলে। অশোভর দিন জানকী মা আসি পৌঁছলে। କହିଲେ କ'ଣ ହେଇଛି? କହିଲେ ହନୁମାନ ଭୋଜନ କରୁନାହାନ୍ତି। ଆଉ କହିଲେ ମା ଭୋଜନ କରୁଛୁ ଯେ ମୋତେ ନିଦ ହେଉନାହିଁ, ଆଉ ନିଦ ନହେଲେ ଅପ୍ରସନ୍ନତାଟା ରହୁଛି। କହିଲେ କ'ଣ ହେଇଛି? ନା ମୁଁ ପ୍ରଭୁଙ୍କ ସେବା ଦିନମାନ କରୁଛି, ରାତିରେ ସେବାର ମୋତେ ସୁଯୋଗ ମିଳୁନି। କହିଲେ କ'ଣ କହୁଛ? ନା ମା ରାତିରେ ଟିକେ ମୋତେ ସେଠିକି ଆଲାଉ କଲେ ହୁଅନ୍ତା। କହିଲେ ରାତିରେ ଯଦି ତୁମେ ଆଲାଉ କରିବି ତାହେଲେ ତୁମେ ଆଉ ହନୁମାନ ହେଇକି ସେଠିକି ଯାଇପାରିବ ନାହିଁ। ହନୁମାନ ହେଇକି ଯାଇପାରିବ ନାହିଁ। ତାହେଲେ କେମିତି ଯିବ? ନା ତୁମେ ମୋର ସଖୀ ରୂପରେ ସେଠିକି ଯିବ। ଯେମିତି ଲଳିତା ଆଉ ବିଶାଖା। ଲଳିତା ହେଉଛନ୍ତି, ବହୁତ ଭଜନରେ ଆପଣ ଶୁଣୁଥିବେ, ଲଳିତା ହେଉଛନ୍ତି ରାଧାଙ୍କର ସହଚରୀ, କିନ୍ତୁ ବିଶାଖା ହେଉଛନ୍ତି କୃଷ୍ଣଙ୍କର ସହଚରୀ। ମାନେ କୃଷ୍ଣଙ୍କୁ ସପୋର୍ଟ କରିବା କାମଟା ହେଉଛି ବିଶାଖାଙ୍କର, ରାଧାଙ୍କୁ ସପୋର୍ଟ କରିବା କାମଟା ହେଉଛି ଲଳିତାଙ୍କର। ତେଣୁକରି ଜାନକ ନନ୍ଦିନୀ ମାତା ସୀତେ ହନୁମାନଜୀକି ସେଠି ସଖୀ ଭାବରେ ଆଲାଉ କରିଛନ୍ତି ରାତିରେ। ବାଲ୍ମୀକି ରାମାୟଣ କଥା। ଏବଂ ତାଙ୍କ ନାମକରଣ ମଧ୍ୟ ହେଇଛି ସୁଲୋଚନା। ସଖୀ ହେଇକିରି ମହାବୀର ସେଠି ସେବା କରିଛନ୍ତି। ତାପରେ ଯେତେବେଳେ ସକାଳୁ କାମ କରନ୍ତି ପ୍ରସନ୍ନତା ଆସେ। ତେଣୁକରି ସେବା ଗୋଟେ ଏମିତି ଜିନିଷ, ସେବାରେ ଯଦି କନଷ୍ଟାଣ୍ଟ ନ ରହିଲା, ସେବା ଯଦି ସ୍ଥିର ନ ହେଲା, ମନ ଅସ୍ଥିର ହେବ। ତେଣୁକରି ସବୁବେଳେ ସେବା କରୁଥିବା ମହାବୀର ଦେଖନ୍ତୁ, ସେ କହୁଛନ୍ତି ଲଙ୍କାକୁ ଲମ୍ପ ପ୍ରଦାନ କଲି, ଲଙ୍କାରେ ନିଆଁ ଲାଗିଲା, ରାକ୍ଷସମାନେ ମଲେ, ଅଶୋକ ବାଟିକା ଧ୍ୱଂସ ହେଲା। ଇ ଯେତେ କଥା ହେଲା କେମିତି ହେଲା? କହିଲେ ସୋସବ ତବ ପ୍ରତାପ ରଘୁରାଇ, ଶ୍ରୀରାମ ଜୟ ରାମ
ରାମ କହିଲେ ମର୍କଟ କୂଳରେ ମାଙ୍କଡ଼ କୂଳରେ ମୁଁ ଜନ୍ମ ହୋଇଥିବାରୁ ମୁଁ ଡେଇଁଛି, କାରଣ ସେଟା ହେଉଛି ମୋର ସ୍ୱଭାବ ପ୍ରକୃତି। କିନ୍ତୁ ଏଠି ଯେଉଁ ଲଙ୍କାରେ ନିଆଁ ଲାଗିବା, ଅଶୋକ ବାଟିକା ଧ୍ୱଂସ ହେବା, ରାକ୍ଷସମାନଙ୍କୁ ବଦ୍ଧ କରିବାରେ ମୋର କିଛି ବିଶେଷତ୍ୱ ପ୍ରଭୁ ନାହିଁ। ତା କହୁଁ ପ୍ରଭୁ କଛୁ ଅଗମ ନାହିଁ, ଯାହା ପର ତୁମ ଅନୁକୂଳ